ବନ୍ଧୁଗଣ, ସାବିତ୍ରୀ ବ୍ରତ ହେଉଛି ଓଡ଼ିଶାର ସଧବା ମହିଳାମାନଙ୍କର ଏକ ବ୍ରତ, ଯାହା ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରାଯିବାର ଏକ ଓଷା। ଏହି ବ୍ରତ ଯେ କେବଳ ସ୍ୱାମୀଙ୍କର ମଙ୍ଗଳ କାମନା ପୂରଣ କରିବା ପାଇଁ ପାଳନ କରାଯାଏ ତାହା ନୁହେଁ। ଏହି ବ୍ରତକୁ ଓଡ଼ିଆ ସଧବା ନାରୀମାନେ ପାଳନ କରିଥାନ୍ତି ଉଭୟ ପିତାଙ୍କ ଘରର ମଙ୍ଗଳ କାମନା ସହିତ ଶ୍ୱଶୁର ଘରର ମଙ୍ଗଳ କାମନା ପୂରଣ ପାଇଁ। ଓଡ଼ିଆ ମହିଳାଟିଏ ଯେଉଁ ଦେଶରେ ବା ରାଜ୍ୟରେ ରହିଥିଲେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିବା ପାଇଁ ଭୁଲି ନଥାଏ। ଏହି ପର୍ବ ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଏ। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ଆମେ ଜାଣିବା ଯେ ସାବିତ୍ରୀ ବ୍ରତ କେବେ ଓ କାହିଁକି ପାଳନ କରାଯାଏ ଓ ଏହାର ଶୁଭ ମୁହୂର୍ତ୍ତ। ଏହି ବ୍ରତ କେଉଁମାନେ ପାଳନ କରିଥାନ୍ତି, ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ସାବିତ୍ରୀ ବ୍ରତର ମହତ୍ତ୍ୱ, ସାବିତ୍ରୀ ବ୍ରତ ପାଳନ କରିବା ପାଇଁ କିପରି ପ୍ରସ୍ତୁତ କରାଯାଏ, ସାବିତ୍ରୀ ବ୍ରତ ପତି ପତ୍ନୀଙ୍କୁ କିପରି ପ୍ରଭାବିତ କରେ, ଏହି ବ୍ରତର ମହତ୍ତ୍ୱ କ'ଣ ଏବଂ ଏହି ବ୍ରତର ପାର୍ଶ୍ୱ ପ୍ରତିକ୍ରିୟା କ'ଣ ରହିଛି, ଏଥିସହିତ ଭିଡ଼ିଓର ଶେଷରେ ରହିଛି ଶୁଭ ଅଶୁଭ ରାଶିଫଳ ବିଷୟରେ। ତାହା ପୂର୍ବରୁ ବନ୍ଧୁଗଣ, ଆପଣମାନଙ୍କୁ ଅନୁରୋଧ ଏହି ଭିଡ଼ିଓକୁ ଗୋଟିଏ ଲାଇକ୍ କରିନିଅନ୍ତୁ ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା। ପ୍ରଥମେ ଜାଣି ରଖିବା ସାବିତ୍ରୀ ବ୍ରତ କେବେ ଓ କାହିଁକି ପାଳନ କରାଯାଏ। ଏହି ବ୍ରତ କେଉଁମାନେ ପାଳନ କରିଥାନ୍ତି, ଏଥିସହିତ ବ୍ରତର ଶୁଭ ସମୟ। ସାବିତ୍ରୀ ବ୍ରତ ହେଉଛି ଓଡ଼ିଶାର ସଧବା ମହିଳାମାନଙ୍କର ଏକ ବ୍ରତ, ଯାହା ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରାଯିବାର ଏକ ଓଷା। ଏହି ବ୍ରତ ଯେ କେବଳ ସ୍ୱାମୀଙ୍କର ମଙ୍ଗଳ କାମନା ପୂରଣ ପାଇଁ ପାଳନ କରାଯାଇଥାଏ ତାହା ନୁହେଁ। ଏହି ବ୍ରତକୁ ଓଡ଼ିଆ ସଧବା ନାରୀମାନେ ପାଳନ କରିଥାନ୍ତି ଉଭୟ ପିତାଙ୍କ ଘରର ମଙ୍ଗଳ କାମନା ସହିତ ଶ୍ୱଶୁର ଘରର ମଙ୍ଗଳ କାମନା ପୂରଣ କରିବା ପାଇଁ। ଓଡ଼ିଆ ମହିଳାଟିଏ ଯେଉଁ ଦେଶରେ ବା ରାଜ୍ୟରେ ରହିଥିଲେ ମଧ୍ୟ ସାବିତ୍ରୀ ବ୍ରତ ପାଳନ କରିବା ପାଇଁ କେବେ ବି ଭୁଲି ନଥାଏ। ଏହି ପର୍ବ ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଏ। ଆସନ୍ତାକାଲି ଅର୍ଥାତ୍ 26 ମଇ 2025 ସୋମବାର ଦିନ ସାବିତ୍ରୀ ବ୍ରତ ପାଳନ କରାଯିବ। କିନ୍ତୁ ପ୍ରତ୍ୟେକ ବର୍ଷ କୌଣସି ନିର୍ଦ୍ଦିଷ୍ଟ ତାରିଖରେ ନ ପଡ଼ିଲେ ମଧ୍ୟ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ଏହି ବ୍ରତ ପାଳନ କରାଯାଇଥାଏ। ଏବେ ଆସନ୍ତୁ ଜାଣିବା ଏହି ବ୍ରତର ଶୁଭ ମୁହୂର୍ତ୍ତ ରହିଛି କେବେ, କେଉଁ ସମୟରେ ଆପଣମାନେ ବ୍ରତ ପୂଜା କରିବେ। ଅମାବାସ୍ୟା ତିଥି ଆରମ୍ଭ ହେଉଛି ଆସନ୍ତାକାଲି 26 ତାରିଖ ଦିନ 12:11 ଆରମ୍ଭ ହେଉଛି ଏବଂ ଏହା 27 ତାରିଖ ମଙ୍ଗଳବାର ସକାଳ 8:31 ପର୍ଯ୍ୟନ୍ତ ରହୁଛି। ଯଦି ଆପଣମାନେ ସାବିତ୍ରୀ ବ୍ରତ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏହି ସାବିତ୍ରୀ ବ୍ରତର ଶୁଭ ମୁହୂର୍ତ୍ତ ରହିଛି ଆସନ୍ତାକାଲି ସକାଳ 5:07 ସକାଳ 6:46 ମଧ୍ୟରେ ରହିଛି। ଆଉ ଗୋଟିଏ ଶୁଭ ମୁହୂର୍ତ୍ତ ରହିଛି। ଯଦି ଆପଣ ଏହି ପ୍ରଥମ ଶୁଭ ମୁହୂର୍ତ୍ତ ସମୟରେ କରିପାରୁନାହାନ୍ତି ତାହେଲେ ଆପଣ ସକାଳ 8:25 ଦିନ 10:05 ମଧ୍ୟରେ ଏହି ବ୍ରତ କରିପାରିବେ। ଯଦି ଆପଣ ଏହି ଦୁଇଟି ସମୟ ମଧ୍ୟରେ କରିପାରୁନାହାନ୍ତି ତାହେଲେ ଆପଣମାନେ ଅପରାହ୍ନ ସମୟରେ ଏହି ବ୍ରତ ପାଳନ କରିପାରିବେ। ସେଥିପାଇଁ ଶୁଭ ମୁହୂର୍ତ୍ତ ହେଉଛି ଦିନ 4:41 ସନ୍ଧ୍ୟା 6:21 ମଧ୍ୟରେ ଆପଣମାନେ ଚାହିଁଲେ ଏହି ବ୍ରତ କରିପାରିବେ। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ସାବିତ୍ରୀ ବ୍ରତର କାହାଣୀ। ଯଦି ପୌରାଣିକ ଦୃଷ୍ଟିରୁ ଦେଖାଯାଏ, ସାବିତ୍ରୀ ବ୍ରତ ପାଳନ ବିଷୟରେ କୌଣସି ପୁରାଣରେ ସେମିତି କିଛି ଆଲୋଚନା କରାଯାଇଥିବାର ଦୃଷ୍ଟିଗୋଚର ନାହିଁ। ଏହି ବ୍ରତ କେବଳ ସାବିତ୍ରୀ ବ୍ରତ ଓଷା ବହିରେ ଆଲୋଚନା କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ସାବିତ୍ରୀ ବ୍ରତର କାହାଣୀ। ମଦ୍ର ଦେଶର ରାଜା ଅଶ୍ୱପତି ନିଃସନ୍ତାନ ଥିବାରୁ ଗାୟତ୍ରୀ ଦେବୀଙ୍କ ଉଦ୍ଦେଶ୍ୟରେ ଯଜ୍ଞର ଆଲୋଚନା କରିଥିଲେ। ଯଜ୍ଞ ଶେଷ ହେବା ପରେ ଗାୟତ୍ରୀ ଦେବୀ ଅଶ୍ୱପତିଙ୍କୁ କନ୍ୟା ସନ୍ତାନ ପ୍ରାପ୍ତିର ଆଶୀର୍ବାଦ ଦେଇଥିଲେ। କିଛି ମାସ ପରେ ଅଶ୍ୱପତିଙ୍କୁ ଏକ କନ୍ୟା ସନ୍ତାନ ପ୍ରାପ୍ତ ହୋଇଥିଲା, ଯାହାଙ୍କର ନାମ ରଖିଥିଲେ ସାବିତ୍ରୀ। ସାବିତ୍ରୀ ଯୌବନରେ ପଦାର୍ପଣ କଲା ପରେ ନିଜର ରାଜ୍ୟ ବାହାରେ ଭ୍ରମଣ କରୁଥିଲେ। ସାଲ ଦେଶର ରାଜା ଦ୍ୱିମତସେନ ଓ ଶୈବାଙ୍କର ପୁତ୍ର ଥିଲେ
ସତ୍ୟବାନ। ସତ୍ୟବାନଙ୍କର ଶୈଶବ ଅବସ୍ଥାରେ ବୈଦି ଦୁର୍ବ୍ୟବହାର କରୁ ଧୂମ୍ୟସେତନ ଅନ୍ଧ ଆଉ ରାଜ୍ୟରା ହୋଇ ବନରେ ବାସ କରୁଥିଲେ। ଯେତେବେଳେ ସାବିତ୍ରୀ ସତ୍ୟବାନଙ୍କୁ ବନରେ ଦେଖିଲେ ସେ ଭାବିଲେ ଯେ ସତ୍ୟବାନ ଜଣେ ଧର୍ମପରାୟଣ ଓ ସୁସୁନ୍ଦର ବ୍ୟକ୍ତି ଏବଂ ସତ୍ୟବାନଙ୍କୁ ବିବାହ କରିବା ପାଇଁ ସେ ସ୍ଥିର କଲେ। କିନ୍ତୁ ନାରଦ ମୁନି ସୂଚନା ଦେଇଥିଲେ ଯେ ବିବାହ ବାର୍ଷିକରେ ସତ୍ୟବାନଙ୍କର ମୃତ୍ୟୁଯୋଗ ରହିଛି। ଏହି କଥା ସାବିତ୍ରୀଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା ଏବଂ ସାବିତ୍ରୀ ଓ ସତ୍ୟବାନ ବୈଦିକ ରୀତିରେ ବିବାହ କରିଥିଲେ। ସାବିତ୍ରୀଙ୍କର ସତୀତ୍ୱ ଓ ପରାକାଷ୍ଠା ଓ ଧର୍ମପରାୟଣ ପାଇଁ ସମସ୍ତ ଦେବାଦେବୀ ମାନଙ୍କ ମଧ୍ୟରେ ସେ ଜଣେ ପ୍ରିୟ ଭକ୍ତ ଭାବରେ ପରିଚିତ ହୋଇଥିଲେ। ବିବାହ ବାର୍ଷିକର 3 ଦିନ ଠାରୁ ସବୁ ସମୟରେ ସତ୍ୟବାନଙ୍କର ପାଖରେ ରହିଥାନ୍ତି ସାବିତ୍ରୀ। ସାବିତ୍ରୀ ସତ୍ୟବାନଙ୍କର ବିବାହ ବାର୍ଷିକରେ ସତ୍ୟବାନ ମୂର୍ଚ୍ଛା ହୋଇ ମୃତ୍ୟୁବରଣ କରିଥିଲେ। ସତୀ ସାବିତ୍ରୀ ତୁରନ୍ତ ସତ୍ୟବାନଙ୍କୁ ନିଜ କୋଳରେ ଶୁଆଇ ବଟବୃକ୍ଷ ମୂଳରେ ବସି ପଡ଼ିଲେ। ସତ୍ୟବାନଙ୍କୁ ଯମାଳୟ ନେବା ପାଇଁ ଯମଦୂତଗଣ ଆସି ସକ୍ଷମ ନ ହୋଇ ଫେରି ଯାଇଥିଲେ। ଏହାପରେ ଯମରାଜ ନିଜେ ସତ୍ୟବାନଙ୍କୁ ସାଙ୍ଗରେ ନେଇଯିବାକୁ ଆସିଲେ। ହେଲେ ସାବିତ୍ରୀ ଏପରି ଏକ ସତୀ ନାରୀ ଯିଏକି ନିଜ ପାଖରେ ସ୍ୱାମୀଙ୍କର ଆତ୍ମାକୁ ଅଟକ ରଖିଥିଲେ। ସାବିତ୍ରୀଙ୍କର ଠାରୁ ସତ୍ୟବାନଙ୍କର ଆତ୍ମାକୁ ନେଇଯିବା ପାଇଁ ଯମରାଜା 3ଟି ବର ଯାଚିଥିଲେ। ସାବିତ୍ରୀ ମଧ୍ୟ ରାଜି ହୋଇଗଲେ। ସାବିତ୍ରୀଙ୍କର ପ୍ରଥମ ବର ଥିଲା ଶ୍ୱଶୁରଙ୍କର ଶସ୍ୟ ଶ୍ୟାମଳା ପୂର୍ଣ୍ଣ ରାଜ୍ୟ ଫେରସ୍ତ। ଦ୍ୱିତୀୟ ବର ଥିଲା ନିଜ ପିତାମାତାଙ୍କୁ ପୁତ୍ରଦାନ ଏବଂ ତୃତୀୟ ବର ଥିଲା ମୋର ଅର୍ଥାତ୍ ସାବିତ୍ରୀଙ୍କର 100 ପୁତ୍ର ଆବଶ୍ୟକ। ଯମରାଜା ଏହାକୁ ତଥାସ୍ତୁ କହିଥିଲେ। ସାବିତ୍ରୀ ପୁଣି ଯମରାଜାଙ୍କୁ ପ୍ରଶ୍ନ କଲେ ଯେ ମୁଁ ଜଣେ ସତୀ ନାରୀ, ସ୍ୱାମୀ ବିନା 100 ପୁତ୍ର କିପରି ସମ୍ଭବ? ଶେଷରେ ଯମରାଜ ସାବିତ୍ରୀଙ୍କୁ ହାତ ଯୋଡ଼ି ବିଦାୟ ନେଇଥିଲେ। ଏହା ଥିଲା କିମ୍ବଦନ୍ତୀ ଅନୁଯାୟୀ ସାବିତ୍ରୀ ବ୍ରତର କାହାଣୀ। ସାବିତ୍ରୀ ବ୍ରତ ପାଳନ କରିବା ପାଇଁ କିପରି ପ୍ରସ୍ତୁତ କରାଯାଏ? ସମ୍ପୂର୍ଣ୍ଣ ନୂଆ କରି ବା ଯେଉଁ ନୂଆ ସ୍ତ୍ରୀ ବା ବୋହୂମାନେ ନୂଆ କରି ସାବିତ୍ରୀ ବ୍ରତ ପାଳନ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କର ସୁବିଧା ଦୃଷ୍ଟିରୁ ପୂଜା ପ୍ରସ୍ତୁତିକୁ ଆମେ 3ଟି ପର୍ଯ୍ୟାୟରେ ଆଲୋଚନା କରିବା। ପ୍ରଥମ ରହିଛି, ଯଦି ବାପଘରୁ ସାବିତ୍ରୀ ଭାର ଆସିନାହିଁ ତେବେ ସାବିତ୍ରୀ ଅମାବାସ୍ୟା ପୂର୍ବରୁ ବା ଦିନକ ପୂର୍ବରୁ ମାର୍କେଟିଂ କାମ ସାରି ଦିଅନ୍ତୁ। ମାର୍କେଟିଂକୁ 3 ଭାଗରେ ବିଭକ୍ତ କରନ୍ତୁ। ପ୍ରଥମ, ପୂଜା ଭଣ୍ଡାର ମାନଙ୍କୁ ଯାଇ ନେଇ ଆସନ୍ତୁ ସାବିତ୍ରୀ ବ୍ରତ ପାଇଁ ପୂଜା ସାମଗ୍ରୀ। ପ୍ରାୟ ସମସ୍ତ ଦୋକାନ ମାଲିକମାନେ କେଉଁ କେଉଁ ପୂଜା ସାମଗ୍ରୀ ଆବଶ୍ୟକ ସେମାନେ ଜାଣିଛନ୍ତି। ନଚେତ ଆପଣମାନେ କେଉଁ କେଉଁ ସାମଗ୍ରୀ କ୍ରୟ କରିବା ପାଇଁ ଚାହୁଁଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରି ମାର୍କେଟିଂ କରନ୍ତୁ। ପୂଜା ସାମଗ୍ରୀ ତାଲିକାରେ ଆପଣମାନେ ଏହିସବୁ ଜିନିଷ ଆଣିପାରିବେ। ସାବିତ୍ରୀ ବ୍ରତର ବହି, ନାଲି ଛିଟ, ପଇଡ଼, କଳସ, ଅରୁଆ ଧାନ, ଅରୁଆ ଚାଉଳ, ମାଟି ଦୀପ, ବଳିତା, ବ୍ରତ, ପଇତା, ଆମ୍ବଡାଳ, ବେଲପତ୍ର, ଦୁବ ବରକୋଳି ପତ୍ର, ତୁଳସୀ ପତ୍ର, କଦଳୀ ପତ୍ର, ବିଭିନ୍ନ ପ୍ରକାରର ଫୁଲ, ପାନପତ୍ର, 2ଟି ଗୋଟା ଗୁଆ, କୁଶବଟୁ, ଧୂପ, ଗୁଡ଼, କ୍ଷୀର, ଦହି, ମହୁ, ଗଙ୍ଗାଜଳ, ଘିଅ, ଅଗରବତୀ, ଚନ୍ଦନ, କର୍ପୂର, ହଳଦୀ, ସିନ୍ଦୁର, ପଞ୍ଚରଙ୍ଗ ମୁରୁଜ, ଗାମୁଛା, କଳା କାଞ୍ଚନ, ନିର୍ମାଲ୍ୟ, ସାବିତ୍ରୀ ସତ୍ୟବାନଙ୍କର ଫଟୋ, ଯମରାଜାଙ୍କର ଫଟୋ ଏବଂ ନାଲି ଚୁଡ଼ି। ଆଉ ଏକ ମାର୍କେଟିଂ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଏ। ତାହା ହେଉଛି ନାରୀମାନଙ୍କ ପାଇଁ ବେଶଭୂଷା। ବେଶଭୂଷା ପାଇଁ ଆବଶ୍ୟକୀୟ ରଙ୍ଗୀନ ଶାଢ଼ୀ, ଶଙ୍ଖା, ସିନ୍ଦୁର, କୁଙ୍କୁମ, ବିନ୍ଦି, ଚୁଡ଼ି, ଅଳତା, ଦର୍ପଣ, କାଠପାନିଆ, କିଛି ଅଳଙ୍କାର ଯଥା ମଙ୍ଗଳସୂତ୍ର, ମଥାମଣି, ମୁଦି ଇତ୍ୟାଦି। ଅଳଙ୍କାର ହେଉଛି ଇଚ୍ଛାଧୀନ, ଆପଣମାନେ ନିଜର ସାମର୍ଥ୍ୟ ଅନୁସାରେ ଆଣିପାରିବେ। ଏହା ସବୁ ମା ସାବିତ୍ରୀ ଦେବୀଙ୍କୁ ଅର୍ପଣ କରି ପରବର୍ତ୍ତୀ ସମୟରେ ନିଜେ ବ୍ୟବହାର କରିପାରିବେ। ତୃତୀୟତଃ, ଫଳ ହିସାବରେ ଆପଣମାନେ ଜଙ୍ଗଲଜାତ ଫଳକୁ ଅଧିକ ଗୁରୁତ୍ୱ ଦେବା ଉଚିତ। ଯେମିତିକି ଜଙ୍ଗଲଜାତ ଫଳ ମଧ୍ୟରେ ରହିଛି କେନ୍ଦୁ, ଆମ୍ବ, ଖଜୁରୀ, ଜାମୁ, ବଉଳ, ପଣସ, ସପୁରୀ, କଦଳୀ, କମଳା, ନଡ଼ିଆ, ତାଳ, ବେଲ ଇତ୍ୟାଦି ଫଳ
ଆପଣଙ୍କ ଦୃଷ୍ଟିରେ ଯଦି ଅନ୍ୟ କିଛି ଫଳ ଆପଣଙ୍କୁ ଜଣାଯାଏ ବା ଆପଣଙ୍କ ନଜରରେ ରହିଛି ତାହା ମଧ୍ୟ ଆପଣ ଏହି ପୂଜାରେ ଲଗାଇ ପାରିବେ। ପ୍ରତ୍ୟେକ ସାମଗ୍ରୀକୁ ଆପଣମାନେ ନିଜର ଆର୍ଥିକ ଦୃଷ୍ଟିରୁ କମ୍ ବେଶୀ ମଧ୍ୟ କରିପାରିବେ। କୌଣସି ଜିନିଷ ବାଧ୍ୟତାମୂଳକ ନୁହେଁ, ସେଥିପାଇଁ ଆପଣମାନେ କୌଣସି ଅସୁବିଧାରେ ମଧ୍ୟ ପଡ଼ିବେ ନାହିଁ। ସାବିତ୍ରୀ ବ୍ରତ ଦିନ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରି ସଫା ଲୁଗା ପରିଧାନ କରି ନିଜ ଗୃହରେ ଥିବା ପୂଜା ଗୃହରେ ମା ସାବିତ୍ରୀଙ୍କର ଫଟୋକୁ ରଖି ପୂଜା କରନ୍ତୁ। ମା ସାବିତ୍ରୀଙ୍କୁ ପୂଜା ସାମଗ୍ରୀ ଓ ବସ୍ତ୍ର ଅଳଙ୍କାର ଆଦି ଅର୍ପଣ କରନ୍ତୁ। ଫଳ ଓ ପୁଷ୍ପ ଆଦି ମାଙ୍କୁ ଅର୍ପଣ କରନ୍ତୁ। ପୂଜା କାର୍ଯ୍ୟ ସରିଲା ପରେ ପୂଜାରେ କରାଯାଇଥିବା ବା ଲଗାଯାଇଥିବା ନୂଆ ଶାଢ଼ୀ ଗହଣା ଆଦି ଆପଣମାନେ ନିଜେ ପରିଧାନ କରନ୍ତୁ। ଏବେ ଆସନ୍ତୁ ଜାଣିବା ସାବିତ୍ରୀ ବ୍ରତ ପତି ପତ୍ନୀଙ୍କୁ କିପରି ଭାବରେ ପ୍ରଭାବିତ କରେ। ସାବିତ୍ରୀ ଅମାବାସ୍ୟା ଦିନ ଅତି ଆବଶ୍ୟକ ନହେଲେ ସ୍ୱାମୀଙ୍କୁ ବାହାରକୁ ଯିବାକୁ ବାରଣ କରନ୍ତୁ, କାରଣ ଅମାବାସ୍ୟା ହେଉଛି କାଳର ଦିବସ। ପ୍ରଥମ ବର୍ଷ ସାବିତ୍ରୀ ବ୍ରତ ପାଇଁ ସାଧାରଣତଃ ବାପଙ୍କ ଘରୁ ସାବିତ୍ରୀ ଭାର ଆସିଥାଏ। ଅବଶ୍ୟ ସମସ୍ତଙ୍କ ବାପ ଘରୁ ସମାନ ଅନୁପାତରେ ସାବିତ୍ରୀ ଭାର ଆସିନଥାଏ। ବାପ ଘରୁ ସାବିତ୍ରୀ ଭାର ବାବଦରେ ଯାହା ଆସୁଛି ସେତିକିରେ ସନ୍ତୁଷ୍ଟ ହେବା ଉଚିତ, କାରଣ ମା ସାବିତ୍ରୀ ଦେବୀ ସେତିକିରେ ହିଁ ସନ୍ତୁଷ୍ଟ ହୋଇଥାନ୍ତି। କେତେକ କ୍ଷେତ୍ରରେ ଦେଖାଯାଏ ଯେ ନାରୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଭାବ ଜାଗ୍ରତ ହୁଏ। ତାହା ନ ହେବା ଭଲ। ଅଧିକାଂଶ ନାରୀମାନଙ୍କ ମଧ୍ୟରେ ଦେଖାଯାଏ ଯେ ନିଜର ବେଶଭୂଷାକୁ ପସନ୍ଦ ନ କରି ଅନ୍ୟମାନଙ୍କର ବେଶଭୂଷା ଗହଣାକୁ ଅଧିକ ପସନ୍ଦ କରନ୍ତି। ସେଥିପାଇଁ ସ୍ୱାମୀଙ୍କୁ ବିରକ୍ତକର ଭାବ ପ୍ରଦାନ କରନ୍ତି। ଏହାଦ୍ୱାରା ସାବିତ୍ରୀ ବ୍ରତ ପାଳନ କରିବା ଅର୍ଥ ନିରର୍ଥକ। ଆଉ କେତେକ କ୍ଷେତ୍ରରେ ଦେଖାଯାଏ ଯେ ପୁରୁଷଟିଏ ବା ସ୍ୱାମୀଟିଏ ଆଶା କରେ ସବୁଥର ସାବିତ୍ରୀ ଭାର ଶ୍ୱଶୁର ଘରୁ ଆସୁ। ଏହା କିନ୍ତୁ ଅନୁଚିତ, କାରଣ ପୁରୁଷଟିଏ ଜାଣିବା ଦରକାର ଯେ ନାରୀଟିଏ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ନିର୍ଜଳା ଉପବାସ କରିଥାଏ। ବ୍ରତ ସମ୍ପନ୍ନ କରି ସ୍ୱାମୀଙ୍କ ହାତରୁ ସିନ୍ଦୁର, ଶଙ୍ଖା, ମଙ୍ଗଳସୂତ୍ର ବ୍ରତ ପରିଧାନ କରେ। ସମସ୍ତ ଗୁରୁଜନମାନଙ୍କର ଆଶୀର୍ବାଦ ଭିକ୍ଷା ଗ୍ରହଣ କରି ପ୍ରସାଦ ବଣ୍ଟନ କରେ। ତାପରେ ହାଲୁକା ଖାଦ୍ୟ ଗ୍ରହଣ କରେ। ସେଥିପାଇଁ ନାରୀଟିଏ ସବୁବେଳେ ପ୍ରେମର ପାତ୍ରୀ ଅଟେ। ସାବିତ୍ରୀ ବ୍ରତ ପତି ପତ୍ନୀଙ୍କ ମଧ୍ୟରେ ଆଉ ଏକ ଉଦ୍ଦୀପନା ସୃଷ୍ଟି କରେ, ତାହା ହେଲା ବିବାହର ନବୀକରଣ। ବିବାହ ସମୟରେ ପୁରୁଷଟିଏ ଯେପରି ନାରୀକୁ ଶଙ୍ଖା, ସିନ୍ଦୁର, ମଙ୍ଗଳସୂତ୍ର ପିନ୍ଧାଇଥାଏ, ସାବିତ୍ରୀ ବ୍ରତ ପାଳନ ପରେ ମଧ୍ୟ ନିଜର ସ୍ତ୍ରୀକୁ ଶଙ୍ଖା, ସିନ୍ଦୁର, ମଙ୍ଗଳସୂତ୍ର ପିନ୍ଧାଇଥାଏ। ସାବିତ୍ରୀ ବ୍ରତ ମଧ୍ୟ ଏକ ପୁନର୍ବିବାହର ସ୍ୱରୂପ। ସାବିତ୍ରୀ ବ୍ରତର ମହତ୍ତ୍ୱ କ'ଣ ରହିଛି ଆସନ୍ତୁ ଜାଣିବା। ସାବିତ୍ରୀ ବ୍ରତ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦୁଇ କୁଳର ହିତ ସାଧନ କରିବା ସହିତ ପୁତ୍ର ସନ୍ତାନ ଜନ୍ମ ଦେଇ ସ୍ୱାମୀ ସ୍ତ୍ରୀ ସାରା ଜୀବନ ଏକତ୍ର ବାସ କରିବା ଏବଂ ଜୀବନରେ କେବେହେଲେ ବିଧବା ନ ହେବା, ଅର୍ଥାତ୍ ଭବିଷ୍ୟତରେ ଯେତେବେଳେ ନିଜର ଦେହାନ୍ତ ହେବ ଶଙ୍ଖା ସିନ୍ଦୁର ସହିତ ଶ୍ମଶାନ ଯାତ୍ରା କରିବା। ଏହା ହିଁ ହେଉଛି ହିନ୍ଦୁ ଧର୍ମର ସଧବା ନାରୀମାନଙ୍କ ପାଇଁ ନିୟମ। ଏହି ନିୟମକୁ ପାଳନ କରିବା ପାଇଁ ଓଡ଼ିଆ ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ଓଡ଼ିଆ ସଧବା ନାରୀମାନେ ଈଶ୍ୱରଙ୍କର ବରଦାନ ଓ ନିଜ ପରିବାର ପ୍ରତି କର୍ତ୍ତବ୍ୟ ଭାବି ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ସାବିତ୍ରୀ ବ୍ରତର ପାର୍ଶ୍ୱ ପ୍ରତିକ୍ରିୟା କ'ଣ ରହିଛି? ଭକ୍ତି ଥାଉ ବା ନଥାଉ, ଦେଖା ଶିଖାରେ ସାବିତ୍ରୀ ବ୍ରତ ପ୍ରଚାର ପ୍ରସାର ଚାଲିଛି। ସମାଜରେ ଏହା ଏପରି ଭାବରେ ବିସ୍ତାର କରି ଚାଲିଛି, ଯାହାଫଳରେ ଗରିବ ନିରୀହ ଲୋକମାନେ ହଇରାଣ ହନ୍ତସନ୍ତ ହୋଇଥାନ୍ତି। ଏଇ ଯେପରି ଗୋଟିଏ ଗରିବ ନିଜର ପୈତୃକ ଜମିବାଡ଼ି ବିକ୍ରି କରି ଝିଅକୁ ବିବାହ ଦେଇଥାଏ। ଝିଅ ବିବାହ ହେବାର କେଇ ମାସ ପରେ ସାବିତ୍ରୀ ବ୍ରତ ପଡ଼େ। ଏହାଦ୍ୱାରା ସେ ଗରିବ ପିତା ବା ଲୋକ ପାଇଁ କେତେ ଯେ ସମସ୍ୟା ଛିଡ଼ା ହୋଇଥିବ ତାହା ଆପଣ ନିଜେ ଅନୁମାନ କରିପାରୁଥିବେ। ମଝିରେ ମଝିରେ ଅନେକ ପୁରୁଷମାନଙ୍କ କ୍ଷେତ୍ରରେ ଦେଖାଯାଏ ଯେ ପାଖରେ 10 ଟଙ୍କା ନଥିବ କିମ୍ବା ଯେଉଁମାନେ ଘରୋଇ କଳକାରଖାନା ମାନଙ୍କରେ କାମ କରନ୍ତି ସେମାନଙ୍କୁ ଧରାଯାଉ 2-3 ମାସର ଦରମା ମିଳିନଥିବ। ସେ କ୍ଷେତ୍ରରେ ଗୋଟିଏ ପୁରୁଷ କେତେ ଯେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିବ ଆପଣମାନେ ଠିକ୍ ଚିନ୍ତା କରିପାରୁଥିବେ। ଏବେ ଆସନ୍ତୁ ଜାଣିବା ସାବିତ୍ରୀ ଅମାବାସ୍ୟା ଦିନ କେଉଁ ସବୁ କାମଗୁଡ଼ିକ କରିବା ଅନୁଚିତ, ଯାହାଦ୍ୱାରା ଅମଙ୍ଗଳ ହୋଇଥାଏ। ପ୍ରଥମତଃ ଫାଟି ଯାଇଥିବା କପଡ଼ା। କେବେ ବି ମହିଳାମାନେ ଏହି ଦିନ ନିଜର ଫାଟି ଯାଇଥିବା ବା ଚିରି ଯାଇଥିବା କପଡ଼ାକୁ ପିନ୍ଧିବା ଉଚିତ ନୁହେଁ। ଏହି ଦିନ ନାଲି ରଙ୍ଗର ଶାଢ଼ୀ ପିନ୍ଧିବା ବହୁତ ଶୁଭ ହୋଇଥାଏ। ଭୁଲରେ ବି ଏହି ଦିନ କଳା ରଙ୍ଗର ଶାଢ଼ୀ ପିନ୍ଧନ୍ତୁ ନାହିଁ।
ଯାହାଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆପଣଙ୍କ ସ୍ୱାମୀଙ୍କର ଆୟୁଷ ଉପରେ ମଧ୍ୟ ଏହା ପ୍ରଭାବ ପକାଇଥାଏ। ପର ସ୍ତ୍ରୀର ଜିନିଷ ରଖିବା। ଏହି ଦିନ ଅନ୍ୟ ଘରର ମହିଳାଙ୍କର କୌଣସି ଜିନିଷ ଆଣି ନିଜ ଘରେ ଭୁଲରେ ବି ରଖନ୍ତୁ ନାହିଁ। ଏହାଦ୍ୱାରା ପରିବାରର ଅମଙ୍ଗଳ ହୋଇଥାଏ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ଅସୁବିଧା ଆସିଥାଏ ଏବଂ ଅନ୍ୟମାନଙ୍କର ଖରାପ ନଜର ଆପଣଙ୍କ ଉପରେ ମଧ୍ୟ ପଡ଼ିଥାଏ। କଟା ବା ଅରୁଆ କେଶ ଘରେ ରଖନ୍ତୁ ନାହିଁ। ମୁଣ୍ଡ କୁଣ୍ଡାଇଲା ବେଳେ ବାହାରୁଥିବା କଟା ବାଳକୁ କେବେ ବି ଘରେ ଫିଙ୍ଗନ୍ତୁ ନାହିଁ। ଏହାଦ୍ୱାରା ମାତା ଲକ୍ଷ୍ମୀ ନାରାଜ ହୋଇଥାନ୍ତି ଓ ଘରେ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ତେଣୁ ସାବିତ୍ରୀ ଅମାବାସ୍ୟା ପୂର୍ବରୁ ଏହାକୁ ଘରୁ ବାହାର କରିଦିଅନ୍ତୁ। ଭାଙ୍ଗି ଯାଇଥିବା ବା ଫାଟି ଯାଇଥିବା ଚୁଡ଼ି ପିନ୍ଧନ୍ତୁ ନାହିଁ। କେବେ ବି ଆପଣ ଭାଙ୍ଗି ଯାଇଥିବା ବା ସାମାନ୍ୟ ଚଡ଼କି ଯାଇଥିବା ଚୁଡ଼ିକୁ ଏହି ଦିନ ପିନ୍ଧନ୍ତୁ ନାହିଁ କିମ୍ବା ଏହାକୁ ବାହାର କରି ଘରେ ମଧ୍ୟ ରଖନ୍ତୁ ନାହିଁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଘରେ ବୃଦ୍ଧି ପାଇଥାଏ ଓ ଏପରି କଲେ ନିଜର ସନ୍ତାନମାନଙ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ। ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହି ଦିନ ସ୍ୱାମୀ ଓ ସ୍ତ୍ରୀ ଭୁଲରେ ବି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହାଦ୍ୱାରା ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ଆୟୁଷ କମ୍ ହୋଇଥାଏ। ଏହି ଦିନ ନାରୀମାନେ ସାଧାରଣତଃ ଭାବରେ ଉପବାସ ରହିଥାନ୍ତି। ତେଣୁ ଏହି ଦିନ ଶାରୀରିକ ସମ୍ପର୍କ ରଖିବା ଅନୁଚିତ। ଅନ୍ୟର କଥାରେ ପଡ଼ନ୍ତୁ ନାହିଁ। ନିଜ ପରିବାରକୁ ଭାଙ୍ଗିବା ପାଇଁ ସବୁଠାରୁ ମୁଖ୍ୟ କାରଣ ହେଉଛି ଅନ୍ୟର କଥାକୁ ମାନିବା। ତେଣୁ ଆପଣମାନେ କୌଣସି ବି ଦିନ ଅନ୍ୟମାନଙ୍କର କଥାକୁ ନ ବୁଝି ସେମାନଙ୍କ କଥାରେ ପଡ଼ନ୍ତୁ ନାହିଁ। ତେବେ ବନ୍ଧୁଗଣ, ଆପଣମାନେ ଆପଣଙ୍କର ସ୍ୱାମୀ ଓ ପରିବାରର ମଙ୍ଗଳ ଚାହୁଁଥାନ୍ତି ତେବେ ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ଭୁଲରେ ବି ଏହିସବୁ କାମ କରନ୍ତୁ ନାହିଁ। ବନ୍ଧୁଗଣ, ଦୀର୍ଘ 500 ବର୍ଷ ପରେ ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧିରେ ବହୁତ ବଡ଼ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି। ଯେମିତି ଆପଣମାନେ ଜାଣିଛନ୍ତି, ଗ୍ରହ ଓ ନକ୍ଷତ୍ରମାନଙ୍କର ପରିବର୍ତ୍ତନ ରାଶିଚକ୍ରର ରହିଥିବା 12ଗୋଟି ରାଶିମାନଙ୍କ ଉପରେ ପ୍ରଭାବ ପକାଇଥାଏ। ତେଣୁ ଗ୍ରହମାନଙ୍କର ଏହି ମହାସଂଯୋଗ ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ଘଟିବା ପାଇଁ ଯାଉଅଛି, ଯାହାଫଳରେ ଏହି ରାଶିର ବ୍ୟକ୍ତି ବିଶେଷମାନଙ୍କର ଭାଗ୍ୟରେ ଏହି ସାବିତ୍ରୀ ଅମାବାସ୍ୟା ପରଠାରୁ ଅନେକ ଶୁଭଫଳ ଆସିବା ପାଇଁ ଯାଉଅଛି। ଯାହାଫଳରେ ଏହି ରାଶିର ବ୍ୟକ୍ତିବିଶେଷମାନଙ୍କର ଭାଗ୍ୟ ଏହି ସାବିତ୍ରୀ ଅମାବାସ୍ୟା ପରଠାରୁ ସୁନା ଭଳି ଚମକି ଉଠିବ। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିମାନଙ୍କର ଭାଗ୍ୟରେ କ'ଣ ସବୁ ରହିଛି ଏହି ସାବିତ୍ରୀ ଅମାବାସ୍ୟା ପରଠାରୁ ସମୟ। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ସାବିତ୍ରୀ ଅମାବାସ୍ୟା ପରଠାରୁ ଦିନଗୁଡ଼ିକ ଅତ୍ୟନ୍ତ ଶୁଭ ରହିବ। ବ୍ୟବସାୟ କ୍ଷେତ୍ରରେ ଲାଭପ୍ରାପ୍ତିର ଯୋଗ ରହିଅଛି। ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ଓ ମଧୁର ରହିବ। ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ। ପରିବାରରେ ସୁଖ ସହିତ ଶାନ୍ତି ବଜାୟ ରହିବ। ପୁରୁଣା ରୋଗରୁ ଆପଣମାନଙ୍କୁ ଉପଶମ ମିଳିବ। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କୁ ଆର୍ଥିକ ଲାଭ ମଧ୍ୟ ମିଳିବ। ଲାଗି ରହିଥିବା ଆର୍ଥିକ ସମସ୍ୟାଗୁଡ଼ିକ ବହୁତ ଶୀଘ୍ର ଦୂର ହୋଇଯିବ। ବ୍ୟବସାୟୀମାନେ ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ପରିବାରରେ ଖୁସିର ପରିବେଶ ଲାଗି ରହିବ। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କୁ ଭଗବାନଙ୍କର ବିଶେଷ କୃପା ପ୍ରାପ୍ତ ହେବ। ସମସ୍ତ କାର୍ଯ୍ୟରେ ଆପଣମାନଙ୍କୁ ସଫଳତା ମିଳିବ। ଆପଣମାନଙ୍କୁ ପରିବାରର ସଦସ୍ୟମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ। ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କୁ ଉତ୍ତମ ଚାକିରିଟିଏ ନିଶ୍ଚୟ ମିଳିବ। ଘରର ଆର୍ଥିକ ସ୍ଥିତି ସୁଧୁରିଯିବ। ଆପଣମାନଙ୍କର ମାନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କୁ ଭଗବାନଙ୍କର କୃପାରୁ ଆକସ୍ମିକ ଧନପ୍ରାପ୍ତି ହେବାର ଯୋଗ ରହିଅଛି। ତେବେ ବନ୍ଧୁଗଣ, ଏହି 8ଟି ଭାଗ୍ୟଶାଳୀ ରାଶିମାନଙ୍କ ମଧ୍ୟରୁ ପ୍ରଥମ ରାଶିଟି ହେଉଛି ମେଷ ରାଶି, ଦ୍ୱିତୀୟ ରାଶିଟି ହେଉଛି ବୃଷ ରାଶି, ତୃତୀୟ ରାଶିଟି ହେଉଛି ସିଂହ ରାଶି, ଚତୁର୍ଥ ରାଶିଟି ହେଉଛି କନ୍ୟା ରାଶି, ପଞ୍ଚମ ରାଶିଟି ହେଉଛି ବିଛା ରାଶି, ଷଷ୍ଠ ରାଶିଟି ହେଉଛି ଧନୁ ରାଶି, ସପ୍ତମ ରାଶିଟି ହେଉଛି କୁମ୍ଭ ରାଶି, ଶେଷ ଏବଂ ଅଷ୍ଟମ ରାଶିଟି ହେଉଛି ମୀନ ରାଶି। ତେବେ ବନ୍ଧୁଗଣ, ଏହି ସାବିତ୍ରୀ ଅମାବାସ୍ୟା ପରଠାରୁ ଏହି 8ଟି ରାଶିର ବ୍ୟକ୍ତିବିଶେଷମାନଙ୍କର ଭାଗ୍ୟରେ ପରିବର୍ତ୍ତନ କାରଣରୁ ସେମାନଙ୍କର ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିଯିବ ଏବଂ ଖୁସିର ସମୟ ସେମାନେ ଅତିବାହିତ କରିବା ପାଇଁ ଯାଉଛନ୍ତି। ତେବେ ବନ୍ଧୁଗଣ, ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ପବିତ୍ର ସାବିତ୍ରୀ ଅମାବାସ୍ୟାର ଶୁଭ ସମୟଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ବିବରଣୀ ବିଷୟରେ ଜାଣିବା ପାଇଁ ପାଇପାରିଲେ।
ତେବେ ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ।